ଆଜିର ଡେଲି ଟାସ୍କରେ ଥିଲା 8 ଘଣ୍ଟା ପାଠ ପଢ଼ିବାର। ଆଉ ଯେତିକି ଟାସ୍କ ଥିଲା ସେଇଟା ମୁଁ କମ୍ପ୍ଲିଟ୍ କରିପାରିଲିନି। ଆଉ ଫୋନ୍ ଠାରୁ ମୁଁ କେମିତି ଦୂରେଇକି ରହୁଛି, ଡିଷ୍ଟ୍ରାକ୍ସନ୍‌ଠୁ କେମିତି ଦୂରେଇକି ରହୁଛି ସେଇଟା ତମକୁ ଜଣେଇବି। ଆଉ ପାଠ କେମିତି ପଢ଼ିଲି ସେଇଟା ଜଣେଇବି। ତା ପୂର୍ବରୁ ମୋର ଗୋଟେ ଏକ୍ସପିରିଏନ୍ସ ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ଏମିତି ବି ଦିନ ଥିଲା ମାନେ ଯେତେବେଳେ ପ୍ରିପାରେସନ୍ ମୁଁ ଷ୍ଟାର୍ଟ କଲି ତା ପୂର୍ବରୁ ମୋତେ ବେସିକ୍ ଜିନିଷ ମୋତେ ଜଣା ନଥିଲା। ଦିଟା ଏକ୍ଜାମ୍ପଲ୍ ଦଉଛି। ଇଂଲିଶର 3ଟା ଫର୍ମ ଅଛି ଆମେ ଜାଣିଛେ ଟେନ୍ସ, ପାଷ୍ଟ, ପ୍ରେଜେଣ୍ଟ, ଫ୍ୟୁଚର। ତା ଭିତରେ 12ଟା ଫର୍ମ ଅଛି ସେଇଟା ମୁଁ ଜାଣିନଥିଲି। ପଲିଟିର ଗୋଟେ ବେସିକ୍ ଜିନିଷ ସଂସଦରେ କ'ଣ ଆସୁଛି, ରାଷ୍ଟ୍ରପତି, ରାଜ୍ୟସଭା, ଲୋକସଭା, ଏଇଟା ମଧ୍ୟ ମୁଁ ଜାଣିନଥିଲି। ଏମିତି ବହୁତ ଗୁଡ଼ିଏ ବେସିକ୍ ଜିନିଷ ମାନେ ମାଇନର ଜିନିଷ ମଷ୍ଟ ଜାଣିବା କଥା ସମସ୍ତଙ୍କ ପାଇଁ। ଦିନ ଥିଲା ମୁଁ କିଛି ଜାଣିନଥିଲି। ଆଉ ଏବେ ଯେତିକି ବି ଜାଣିଛି ଏତିକି ବାଟ ଆସିବା ପାଇଁ ମୋତେ ଯେତିକି ସମୟ ଲାଗିବା କଥା ତାଠୁ ଅଧିକ ସମୟ ଲାଗିଗଲା। ମୋ ଭଳି ଆଭରେଜ ଷ୍ଟୁଡେଣ୍ଟମାନଙ୍କୁ ମୋର ଗୋଟିଏ ରିକ୍ୱେଷ୍ଟ ଯେ ଡେଲି ଟାସ୍କ ନେଇକି ମାତ୍ର ଗୋଟିଏ ମାସ ଫାଷ୍ଟ ଫଲୋ କରନ୍ତୁ, ଦେଖିବେ ବହୁତ ଗୁଡ଼ିଏ ଜିନିଷ ପାଠ କଭର ହେଇଯିବ। ଆଉ ଯଦି ର୍ୟାଣ୍ଡମ୍ ପାଠ ପଢ଼ିବେ ସେ ଗୋଟିଏ ମାସଟା କେତେବେଳେ 6 ମାସ ହେଇଯିବ ସେଇଟା ଆପଣମାନେ ଜାଣିପାରିବେନି। ତ ଟାଇମ୍ ଲସ୍ ନ ହଉ, ଆଉ ମୁଁ ଯେଉଁ ଏକ୍ସପିରିଏନ୍ସ କରିଛି, ଯେଉଁ ଭୁଲ ମୁଁ କରିଛି ସେ ଭୁଲଟା ଆଉ କିଏ ନ କରୁ, ସେଇଟା ହିଁ ମୋର ରିକ୍ୱେଷ୍ଟ। ଯଦି ନିଜେ ଡେଲି ଟାସ୍କ ନେଇ ପଢ଼ିପାରୁଛନ୍ତି ତାହେଲେ ଭଲ କଥା। ନହେଲେ ମୋ ୟୁଟ୍ୟୁବ ଚ୍ୟାନେଲରେ ମୁଁ ଡେଲି କମ୍ୟୁନିଟି ଟ୍ୟାବରେ ପୋଷ୍ଟ କରୁଛି ଡେଲି କ'ଣ ପଢ଼ିବା। ଗୋଟେ 90 ଡେ ଚ୍ୟାଲେଞ୍ଜ ନିଆହେଇଛି, ପିଓ ସିଲାବସ୍ କମ୍ପ୍ଲିଟ୍ କରିବା 90 ଡେ ଭିତରେ। ଓକେ, ଏଇଟା ହିଁ ଚ୍ୟାଲେଞ୍ଜ, ଆପଣମାନେ ସେଇଟାକୁ ଫଲୋ କରିପାରିବେ। 2027ରେ ଆମେ ଯେମିତି ହେଲେ ଜବ୍ କ୍ରାକ୍ କରିବା। ଓକେ, ଆମ ହାତରେ କେବଳ ରହିଲା ହାର୍ଡୱାର୍କ, ଲକ୍ ଆମ ହାତରେ ନାହିଁ। ଆମେ ଆମର 100% ଦେବା। ଏବେ ଏକ୍ଜାମ୍ ନୋଟିଫିକେସନ୍ ନାହିଁ, କିଛି ନାହିଁ, ଏବେ ଟାଇମ୍ ବହୁତ ଅଛି। ଆମେ ଆରାମସେ ପଢ଼ିବା ଆଉ ପାଠକୁ କଭର କରିବା। ଦିନସାରା କେମିତି କ'ଣ ପଢ଼ାପଢ଼ି କରୁଛି ସେଇଟା ମୁଁ ଆଉ ଗୋଟେ ଛୋଟିଆ ବ୍ଲଗ୍ ଆକାରରେ ବନାଉଛି। ତ ଚାହିଁଲେ ଆପଣମାନେ ସେଇ ବ୍ଲଗ୍‌ଟାକୁ ଦେଖିପାରିବେ। ବ୍ଲଗ୍‌ଟା ଦେଖିଲେ ଗୋଟେ ମୋଟିଭେସନ୍ ଆସିବ କି ଜଣେ ଆଭରେଜ ଷ୍ଟୁଡେଣ୍ଟ ଆମଠୁ କମ୍ ପାଠ ପଢ଼ିକି ବି 8 ଘଣ୍ଟା ପରିଶ୍ରମ କରିପାରୁଛି, ତ ଆମେ କାହିଁକି କରିପାରିବାନି। ତ ଏମିତି ଗୋଟେ ଛୋଟିଆ ମୋଟିଭେସନ୍ ଆସିବ। ତ ସେଇଟା ଆପଣମାନେ ଚାହିଁଲେ ଦେଖିପାରିବେ ବ୍ଲଗ୍‌ଟାକୁ। ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖନ୍ତୁ, ଏନ୍ଜୟ କରନ୍ତୁ। ଡେଲି ଟାଇପିଂ ପ୍ରାକ୍ଟିସ୍ ଏଥିପାଇଁ କରୁଛି ଯେହେତୁ ମୁଁ ବର୍ତ୍ତମାନ ଆର୍ଆଇଏମ୍‌ର ଯେଉଁ 2025ର ଏକ୍ଜାମ୍ ଦେଇଥିଲି ସେଥିରେ ସ୍କିଲ୍ ଟେଷ୍ଟ ପାଇଁ ଯଦି ମୁଁ କ୍ୱାଲିଫାଏ କରୁଛି ତାହେଲେ ଟାଇପିଂ ସ୍ପିଡ୍ ସେଥିରେ ମାଗିବ ନା, ଟାଇପିଂ ଟେଷ୍ଟ ହେବ। ତ ସେଥିପାଇଁ ଏବେଠୁ ପ୍ରାକ୍ଟିସ୍ କରିବାଟା ଭଲ ନା। ତାପରେ OAASର ଅପକମିଂ ଏକ୍ଜାମ୍ ଯାହା ବି ଆସିବ ସେଇଥିରେ ସ୍କିଲ୍ ଟେଷ୍ଟ ମୋତେ ସେଇ ଟାଇପିଂ ଟେଷ୍ଟ ମାଗିବ। ଟାଇପିଂ ଟେଷ୍ଟ 30 ମାର୍କ ମାଗୁଛି, ତ ଆମେ କାହିଁ ଏବେଠୁ ପ୍ରାକ୍ଟିସ୍ ନ କରିବା। ଟାଇପିଂ ସ୍ପିଡ୍ ଏତେ ବି ଅଧିକା ନାହିଁ ମୋର, 44 ୱାର୍ଡସ୍ ପର୍ ମିନିଟ୍ ଏବେ ହେଉଛି ସ୍ପିଡ୍‌ଟା। 136 ଟାଇମ୍ସ ବ୍ୟାକ୍ ସ୍ପେସ୍ 10 ମିନିଟ୍‌ରେ ହେଉଛି ମାନେ ବହୁତ ଅଧିକ ହେଉଛି। ବ୍ୟାକ୍ ସ୍ପେସ୍ ଅଧିକ ହେଲେ ସ୍ପିଡ୍ କମିଯିବ। ଆଉ ଆପଣମାନେ ଚାହିଁଲେ ଟାଇପିଂ ସ୍ପିଡ୍ ଏବେଠୁ ପ୍ରାକ୍ଟିସ୍ କରିଥାନ୍ତୁ, କାରଣ ସ୍କିଲ୍ ଟେଷ୍ଟ ପାଇଁ ଯଦି ଆପଣ କ୍ୱାଲିଫାଇ ହେଉଛନ୍ତି ତ ସେତେବେଳେ ଅଧିକ ଟେନସନ୍ ରହିବନି ଆଉ ନର୍ଭସ୍ ବି ଲାଗିବନି। ମ୍ୟାଥ୍‌ର OAASର ଏବେ ଯେଉଁ ଏକ୍ଜାମ୍ ହେଇଥିଲା ଆର୍ଆଇଏମ୍ 2025ର ସେଇ କୋଶ୍ଚିନ୍ ପ୍ରାକ୍ଟିସ୍ କରୁଥିଲି। ଯେଉଁ କୋଶ୍ଚିନ୍ ମୋ ଦ୍ୱାରା ହେଉନଥିଲା ସେଇଟାକୁ ମୁଁ ନୋଟ୍‌ରେ ଲେଖି ଦେଉଥିଲି, କୋଶ୍ଚିନ୍ ୱିଥ୍ ଆନ୍ସର୍। ତାପରେ କିଛି ଖାଇସାରି ଆସି ଇଣ୍ଡିଆନ୍ ଜିଓଗ୍ରାଫିରେ ଆଜି ରିଭର୍ ସିଷ୍ଟମ୍ ଥିଲା। ରିଭର୍ ସିଷ୍ଟମ୍‌ରେ ଆଜି ଇଣ୍ଡସ୍ ଆଉ ବ୍ରହ୍ମପୁତ୍ର ପଢ଼ିଲି, କିନ୍ତୁ ଗଙ୍ଗା ପଢ଼ିପାରିଲିନି। ଗଙ୍ଗାଟା ପଢ଼ିଲା ବେଳକୁ ଟାଇମ୍ ହେଲାନି। ଆଉ କାରଣ ମୁଁ ତା ପୂର୍ବରୁ ଯେଉଁ ପଢ଼ିଥିଲି ସେଗୁଡ଼ା ରିକଲ୍ କରୁଥିଲି, କାରଣ ସେଗୁଡ଼ା ଯଦି ରିକଲ୍ ନ କରିବି ଭୁଲିଯିବି। ତ ସେଗୁଡ଼ା ଯେଉଁଟା ମନେ ପଡ଼ୁଥିଲା ସେଟା ପୁଣି ଥରେ ନୋଟ୍ ଉଲଟେଇକି ମନେ ରଖିବାକୁ ଚେଷ୍ଟା କରୁଥିଲି। ତ ଏଥିପାଇଁ ଟିକେ ଟାଇମ୍ ଲାଗିଗଲା। ଆଉ 2 ଦିନ ନେବା ରିଭର୍ ସିଷ୍ଟମ୍ ସାରିବାକୁ, 2 ଦିନରେ ରିଭର୍ ସିଷ୍ଟମ୍ ସରିଯିବ। ଲଞ୍ଚ କରିସାରି ଆସି ଆରମ୍ଭ କରିଦେଇଥିଲି ଇଂଲିଶ ଆଜି ପାର୍ଟ ଥିଲା ପିଆଇକ୍ୟୁ, ସେଇ ସେମ୍ ଏସ୍ଏସ୍ସି କିରଣ ପିଆଇକ୍ୟୁ ବୁକ୍‌ରୁ। ଆଉ ଯଦି ମୋର କୌଣସି ଚାପ୍ଟର ମନେ ନ ପଡ଼ିଲା ତାହେଲେ ମୁଁ ପୁଣି ଥରେ ସେଟା ରିଭାଇଜ୍ କରେ। ବର୍ତ୍ତମାନ ତ ପିଆଇକ୍ୟୁ ଚାଲିଛି, କାରଣ ଏକ୍ଜାମ୍ ଯେହେତୁ ନାହିଁ ନର୍ମାଲ୍ ପିଆଇକ୍ୟୁ ହିଁ ପ୍ରାକ୍ଟିସ୍ କରୁଛି। ଇଂଲିଶ ସାରିଲା ପରେ କିଛି ସମୟ ନିଦ ଲାଗିଯାଇଥିଲା, ତ ସେଥିପାଇଁ ମୁଁ ରେଷ୍ଟ କରିଦେଇଥିଲି। ଉଠି ପୁଣି ଥରେ କମ୍ପ୍ୟୁଟର ଷ୍ଟାର୍ଟ କରିଥିଲି। କମ୍ପ୍ୟୁଟର ଆଜି ପାର୍ଟ ଥିଲା MS ଏକ୍ସେଲ୍। MS ଏକ୍ସେଲ୍‌ର ଥିଓରି ପାର୍ଟ ତ ସରିଗଲା। ଆସନ୍ତାକାଲି ମୁଁ MCQ ପାର୍ଟ ରଖିଛି। ଏବେ ବର୍ତ୍ତମାନ MS ୱାର୍ଡ଼, MS ଏକ୍ସେଲ୍, MS ପାୱାର ପଏଣ୍ଟ, ଅଫିସ୍ ଏଇଟାକୁ କେବଳ ଥିଓରି ପାର୍ଟ ଆଉ MCQ ପ୍ରାକ୍ଟିସ୍ କରିବା। 3 ଦିନ ଲାଗେ ଗୋଟେ ଚାପ୍ଟରକୁ ନେବା, ତାପରେ ଆମେ ପ୍ରାକ୍ଟିକାଲ ପାର୍ଟକୁ ଯିବା। କମ୍ପ୍ୟୁଟର ସାରିବା ପରେ ୱାର୍କଆଉଟ୍ କରିବା ଟାଇମ୍ ହେଇଥିଲା। ୱାର୍କଆଉଟ୍ ସାରିକି ମୁଁ ଫୋନ୍ ଘାଣ୍ଟିଥିଲି ବହୁତ ସମୟ, ପାଖାପାଖି ଅଧଘଣ୍ଟା 40 ମିନିଟ୍ ଫୋନ୍ ଘାଣ୍ଟିଥିବି। ତାପରେ ଓଡ଼ିଶାର ଆଜି ମଡ଼ର୍ଣ୍ଣ ହିଷ୍ଟ୍ରି ପାର୍ଟ ଥିଲା। ଆଜି ମଡ଼ର୍ଣ୍ଣ ହିଷ୍ଟ୍ରି ଥିଓରି ପାର୍ଟ ଯାହା ଥିଲା ସବୁ କମ୍ପ୍ଲିଟ୍ ହେଇଗଲା। ତା ସହିତ नो ୟର୍ ଷ୍ଟେଟ୍‌ର ପଛପଟେ ଯେଉଁ କୋଶ୍ଚିନ୍ ଅଛି ସେଇଟା ମଧ୍ୟ ପ୍ରାକ୍ଟିସ୍ କରିଥିଲି। କିନ୍ତୁ ମୁଁ ଗୋଟେ 5000 MCQ ବୁକ୍ ଗୋଟେ ଆଣିଛି, ସେଇଟା ପ୍ରାକ୍ଟିସ୍ କରିବି କାଲି ମଡ଼ର୍ଣ୍ଣ ହିଷ୍ଟ୍ରିର MCQ ଗୁଡ଼ାକ। ପରେ ପୁଣି ଥରେ ଫୋନ୍ କିଛି ସମୟ ଘାଣ୍ଟିଥିଲି। ତାପରେ ରିଜନିଂ ବେଶୀ ନାହିଁ, ଅଧଘଣ୍ଟା ମାତ୍ର ଦେଖିଥିଲି MCQ ସେଇ ଟେକ୍ସଟ ବୁକ୍‌ରୁ। ପରେ ନର୍ମାଲ୍ ଡିନର୍ ସାରି ଆସି ସେଇ ଫୋନ୍ ଘାଣ୍ଟିଥିଲି କିମ୍ବା ଏଇ ଭିଡ଼ିଓ ନର୍ମାଲ୍ ଏଡିଟ୍ କରିଥିଲି। ଆଉ ବେଶୀ ପାଠ ପଢ଼ିନଥିଲି, ବାସ୍ ଆଜି ଦିନ ସାରା ଏତିକି ଥିଲା। ଆଉ କିଛି ସମୟ ପାଠ ପଢ଼ି ହେଇଥାନ୍ତା ମୋତେ ଲାଗୁଛି, ମ୍ୟାଥ୍ ଆଉ ଟିକେ ପ୍ରାକ୍ଟିସ୍ କରିପାରିଥାନ୍ତି। ଠିକ୍ ଅଛି, ବାସ୍ ଏତିକି। ଏମିତି ହିଁ ଚାଲିଛି ଦିନ। ଆଉ ଆପଣମାନଙ୍କ ପଢ଼ାପଢ଼ି କେମିତି ଚାଲିଛି?